ସାର୍ ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜି ଆନନ୍ଦପୁର ବ୍ଲକରେ ନୂତନ ଶିକ୍ଷାଧିକାରୀ ବିଷୟରେ ଆପଣଙ୍କ ଆମେ ସ୍ୱାଗତ କରୁଛୁ ଆନନ୍ଦପୁର ତରଫରୁ। ମୁଁ ଶ୍ରୀଯୁକ୍ତ ହରିହର ଦଳାଇ, ଆନନ୍ଦପୁର ମଣ୍ଡଳ ଶିକ୍ଷାଧିକାରୀ, କେନ୍ଦୁଝର ଜିଲ୍ଲା। ବିଗତ ଦିନରେ ଯେତେ ସବୁ ବିଓ ଥିଲେ କିମ୍ବା ସେ ରାଜନୈତିକ ଶିକାୟତ ହୁଅନ୍ତୁ କିମ୍ବା ନିଜ ବ୍ୟକ୍ତିଗତ ସମସ୍ୟାକୁ ନେଇ ସେମାନେ ସେ ଜାଗାରେ ପହଞ୍ଚି ପାରୁନାହାନ୍ତି, ଆମେ ଆପଣଙ୍କୁ ତାର ନକ୍ସା ବି ଦେଇଦେବୁ ଯେ ସମସ୍ୟା ଅଛି, ସେ ସମସ୍ୟା ପାଖରେ ଆପଣ ସିଧାସଳଖ ପହଞ୍ଚିବା ପାଇଁ ଚେଷ୍ଟା କରିବୁ ସାର୍। ଆପଣଙ୍କର କଥାକୁ ସ୍ୱାଗତ କଲି। ଇନ୍ ଫ୍ୟୁଚରରେ ଯେଉଁ ଯେଉଁ ସମସ୍ୟା ଆପଣ ଉପସ୍ଥାପନ କଲେ ତାକୁ ମୁଁ ଢଙ୍ଗରେ ତାକୁ ସମାଧାନ କରିବି। ନିଶ୍ଚିତ ଭାବରେ ଆପଣଙ୍କ କଥାକୁ ରକ୍ଷା କରି ଆପଣଙ୍କ କଥାକୁ କାମରେ ଲଗାଇବା ପାଇଁ ମୁଁ 100% ଚେଷ୍ଟା କରିବି ଏବଂ ତାହା ନିଶ୍ଚିତ କରିବି। ସାର୍ ଆନନ୍ଦପୁର ସଦର ମହକୁମାରୁ ମନୋହରପୁର 65 ସାତକୋଶିଆ ଯେଉଁ ଉପାନ୍ତ ଅଞ୍ଚଳ ଅଛି, ଯେଉଁଠିକି ପାଖାପାଖି ଆନନ୍ଦପୁର ବ୍ଲକ ହେଡ଼କ୍ୱାର୍ଟରରୁ 55 କିଲୋମିଟର ଦୂର, ସେ ବି ଆପଣଙ୍କ ବ୍ଲକ ଲେଭେଲରେ ଆସୁଛି। ଏପଟେ ଆନନ୍ଦପୁର ବ୍ଲକ ସଦର ମହକୁମାରୁ କଣ୍ଟିମାର ସାଇଟ୍ ଯେ ସେ ପାଖାପାଖି 20 କିଲୋମିଟର ଦୂର, ସେ ବି ଆଦିବାସୀ ବହୁଳ ଅଞ୍ଚଳ। ସେ ଜାଗାରେ କୌଣସି ଶିକ୍ଷାଧିକାରୀ ପହଞ୍ଚି ପାରନ୍ତି ନାହିଁ। ଯେଉଁ ସିଆର୍ସି ଲେଭେଲରେ ଯେଉଁମାନେ ଅଛନ୍ତି ସେମାନେ ଯାଇକି ସ୍କୁଲର ସମସ୍ୟା ଭିତରେ ବୁଝନ୍ତି, କିନ୍ତୁ ସେ ସମସ୍ୟା କୌଣସି ମତରେ ସମାଧାନ ହୋଇପାରେ ନାହିଁ ଆଜି ପର୍ଯ୍ୟନ୍ତ। ତେଣୁ ଆମେ ଅନୁରୋଧ କରିବୁ ଉପାନ୍ତ ଅଞ୍ଚଳ ଯାହା ସମସ୍ୟା ଅଛି ସେ ସମସ୍ୟାକୁ ଆପଣ ଡାଇରେକ୍ଟଲି ହ୍ୟାଣ୍ଡଲ କରନ୍ତୁ। ଆପଣଙ୍କ କଥାକୁ ସମର୍ଥନ ଦେଇ ମୁଁ କହୁଛି, ନିଶ୍ଚିତ ଭାବରେ ଉପାନ୍ତ ଅଞ୍ଚଳର ପ୍ରତ୍ୟେକ ସ୍ଥାନକୁ ଯାଇ ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ଭେଟି ତାଙ୍କ ସମସ୍ୟାର ସମାଧାନ କରିବି। ପିଲାମାନଙ୍କ ପାଖରେ ଶିକ୍ଷାର ବ୍ୟବସ୍ଥାଟା ସଠିକ୍ ଢଙ୍ଗରେ ପହଞ୍ଚାଇବି ଏବଂ ପିଲାମାନଙ୍କୁ ଶିକ୍ଷାରୁ ବଞ୍ଚିତ ନ ହେବି ସେ ବ୍ୟବସ୍ଥା କରିବି। ଶିକ୍ଷକମାନଙ୍କର ସମସ୍ୟା ସମାଧାନ ବୁଝିବି, ପିଲାମାନଙ୍କର ସମସ୍ୟା ସମାଧାନ ବୁଝି ନିଶ୍ଚିତ ଭାବରେ ତାଙ୍କ ପାଖରେ ପହଞ୍ଚିବି। ଧନ୍ୟବାଦ ସାର୍। ଆମେ ଆଜି ପୋଡକାଷ୍ଟ ମାଧ୍ୟମରେ ଆନନ୍ଦପୁରରେ ନୂତନ ଭାବେ ଜଏନ୍ କରିଥିବା ଶ୍ରୀଯୁକ୍ତ ହରିହର ଦଳେଇଙ୍କୁ ଆମେ ସ୍ୱାଗତ କରୁଛୁ। ଆମେ ଯାହା ବି ତାଙ୍କ ପାଖରେ ଅନୁରୋଧ ରଖିଲୁ, ଆନନ୍ଦପୁର ବ୍ଲକରେ ଯାହା ବି ସମସ୍ୟା ଅଛି ଶିକ୍ଷାଭିତ୍ତିକ ସମସ୍ୟା, ଯେହେତୁ ଆଜି ଶିକ୍ଷାଧିକାରୀ ନିଶ୍ଚିତ ଭାବେ ସେ ତାକୁ ସମାଧାନ କରିବେ ବୋଲି ଆମେ ଆଶା କରୁ। ଧନ୍ୟବାଦ।